ମୋ ପାଖରେ ମଧ୍ୟ ସେ ଖବର ଅଛି କି ଆଜି ଝୁମକା ଠାରେ ଗୋଟେ ବନ୍ଧୁ ମିଳନ ଯେହେତୁ ନୂଆ ବର୍ଷ ଆସୁଛି ତେଣୁ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଗୋଟେ ବନ୍ଧୁ ମିଳନର ଯୋଜନା ରଖାଯାଇଛି ପୂର୍ବତନ ବିଧାୟକ ମାନଙ୍କର। ମୁଁ ଭାବୁଛି ଇଏ କୌଣସି ରାଜନୈତିକ କଥା ନୁହେଁ, ଯେହେତୁ ବହୁତ ଦିନ ହେଲାଣି ପୂର୍ବତନ ବିଧାୟକ ମାନେ ଚିନ୍ତା କରୁଥିଲେ କି ଗୋଟେ ଭୋଜିର ଆୟୋଜନ କରିବା, ଯାହାକୁ ଆଜି ଆମେ ଦେଖୁଛେ କି ପୁରୁଣା ବର୍ଷ ବିଦାୟ ଦେବା ପାଇଁ ଗୋଟେ ଭୋଜିର ଆୟୋଜନ କରାଯାଇଛି। ସେଥିପାଇଁ କିଛି ବଡ଼ କଥା ନୁହେଁ। ଦେଖୁ ବିଜୁ ଜନତା ଦଳ ତାର ନୀତି ନୈତିକତା ଏବଂ ତାର ଆଭିମୁଖ୍ୟ ସ୍ପଷ୍ଟ ନ କରନ୍ତି ତେବେ ବହୁ ନେତା ଅପେକ୍ଷା କରି ରହିଛନ୍ତି କି ଦଳ ପରିତ୍ୟାଗ କରିବା ପାଇଁ। ସେକେଣ୍ଡ ଲାଇନ ଫାର୍ଷ୍ଟ ଲାଇନ କଥା ପଡିନି। ଲୋକମାନେ କାହାକୁ ବିଶ୍ୱାସ କରୁଥିଲେ? ଲୋକମାନେ ବିଶ୍ୱାସ କରିଥିଲେ ବିଜୁ ବାବୁ, ତାଙ୍କ ପରେ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ, ଏବଂ ନବୀନ ପଟ୍ଟନାୟକଙ୍କୁ ବିଶ୍ୱାସ କରି 2000 ମସିହା ଠାରୁ 2024 ପର୍ଯ୍ୟନ୍ତ ତାଙ୍କୁ କ୍ଷମତାରେ ଅବସ୍ଥାପନ କରିଥିଲେ। ତେଣୁକୁ 2024 ରେ ଯାହା ଘଟିଲା କଣ ପାଇଁ ଘଟିଲା? ଯେହେତୁ ନବୀନ ବାବୁ ଏକ ମୁହାଁ ଜଣକୁ କ୍ଷମତା ଦେଲେ ଏବଂ ସେ କ୍ଷମତାର ଅପବ୍ୟବହାର କରି ବର୍ତ୍ତମାନ ଓଡ଼ିଶାରେ ସରକାର ପଳେଇଲା। ତେଣୁକରି ସେଇ ସରକାରକୁ ପୁଣି ଯଦି ବଞ୍ଚେଇବା ପାଇଁ ଚାହୁଁଛନ୍ତି, ତେଣୁ ସେଇଭଳି ନିଜେ କ୍ଷମତାଟାକୁ ହାତରେ ରଖି ଲୋକମାନଙ୍କୁ ଆଦରି ନେଇ ପୁଣି ଯେଉଁମାନେ ଏ ଦଳ ପାଇଁ ଲୁହ ଲହୁ ଢାଳିଛନ୍ତି, ଦଳ ପାଇଁ ଖଟିଛନ୍ତି, ଦଳ ପାଇଁ ପ୍ରାଣତ୍ୟାଗ କରିଛନ୍ତି, ସେମାନଙ୍କୁ ଆଗେ ପଚାରିବା ଦରକାର। କୌଣସି ଦଳରୁ ଟାଣି ଆଣିକି ନିର୍ବାଚନ ମଣ୍ଡଳୀରେ ଠିଆ କରିଦେବା ଏବଂ ତାଙ୍କର କିଛି ନଥିବା ତଳେ ସେମାନଙ୍କୁ ଟିକଟ ଦେଇଦେବା। ଆପଣମାନେ ମଧ୍ୟ ଆପଣଙ୍କ ଟିଭିରେ ମଧ୍ୟ ଦେଖେଇଥିଲେ ବିଭିନ୍ନ ଜାଗାରେ କିକ୍ ବ୍ୟାକ୍ କରାଯାଇକି ମଧ୍ୟ ଟିକଟ ବଣ୍ଟନ କରାଯାଇଛି, ଯାହା ସେତେବେଳେ ଶୁଣିବାକୁ ମିଳୁଥିଲା। ସେସବୁ ଯଦି କରାଯାଉଥିବ ଭବିଷ୍ୟତରେ ଏ ଦଳ ପ୍ରତି ଯାହା ବର୍ତ୍ତମାନଙ୍କର ଲୋକମାନଙ୍କର ବିତୃଷ୍ଣା ଭାବ ସୃଷ୍ଟି ହେଇଛି, ଆଗାମୀ ଦିନରେ ଆହୁରି ଜୋର ନ ହବ ବୋଲି କିଏ କହିବ? ନିଶ୍ଚିନ୍ତ ରୂପେ ଶୁଣନ୍ତୁ, ଗୋଟେ କଥା ଲୋକମାନେ ମୁଁ କହିଲି, ଲୋକମାନେ ବିଜୁ ଜନତା ଦଳକୁ ଭଲ ପାଇ ସେମାନଙ୍କ ଲିଡରକୁ ଭଲ ପାଇକିନି ଭୋଟ ଦଉଥିଲେ, ନବୀନ ପଟ୍ଟନାୟକକୁ ଭଲ ପାଇ ଭୋଟ ଦଉଥିଲେ। କିନ୍ତୁ ଆଜି ତାର ପରିକ୍ରମ ବିକଳ୍ପ କଣ ପାଇଁ ତିଆରି ହେବା ପାଇଁ ଯାଉଛି? ବିଜେପି ତିଆରି ହେବା ପାଇଁ ଯାଉଛି କେବଳ ସେଇଥିପାଇଁ, ଯେହେତୁ ନବୀନ ବାବୁ ଲୋକମାନେ ଭାବୁଛନ୍ତି ନବୀନ ବାବୁ କିଛି ବୁଝୁନାହାନ୍ତି ଏବଂ ଯିଏ ବୁଝୁଛନ୍ତି ସେ ଲୋକମାନେ ଟ୍ରଷ୍ଟକୁ ନେଇ ପାରୁନାହାନ୍ତି। ତେଣୁ ବର୍ତ୍ତମାନ ବିଜେପି ଭୁଆ ଲୋକମାନେ ହେଇଛନ୍ତି। ବୟସ ଠିକ କଥା ଆପଣ କହୁଛନ୍ତି, ବୟସ ହେଇଛି ଠିକ, କିନ୍ତୁ ସୁର ରାଉତଙ୍କୁ କଣ ବୟସ ହେଇନି? ସୁର ରାଉତ ଆଜିର ଦିନରେ ସୁର ରାଉତ ନିଜେ କହିଲେ ପହଁରିବେ, ମାନେ ସମୁଦ୍ର ପାଣିରେ ପହଁରିକିନି ଯିବେ। ସେୟା ନୁହେଁ, କିଏ ଲିଡର ହବ ସେ ଯେତେ ଅସୁବିଧା ହେଲେ ମଧ୍ୟ, ଦେହ ଯେତେ ଖରାପ ହେଲେ ମଧ୍ୟ ସେ ଲୋକମାନଙ୍କର ଖବର ବୁଝିବା ପାଇଁ ସେଇଭଳି ଲୋକଙ୍କୁ ରଖିବା ଦରକାର, ଯିଏକି ପାର୍ସିଆଲିଟି ନ କରିବ, ଲୋକଙ୍କୁ ଠିକ ଭାବରେ ସମ୍ମାନ ଦେବ, ଯେଉଁମାନେ ଦଳରେ ଖଟିଛନ୍ତି ସେମାନଙ୍କ କଥା ବୁଝିବ, ତେବେ ଏ ଲୋକମାନେ ତାଙ୍କ ପାଖରେ ରହିବେ, ନହେଲେ କାହିଁକି ରହିବେ? ନିଶ୍ଚିତ ରୂପେ ଆମକୁ ଡକା ହେଇଛି ଏବଂ ଡକା ହେଇଛି, ଆମେ ମଧ୍ୟ 1000 ଟଙ୍କା ଲେଖା ଦବା ପାଇଁ କୁହାହେଇଛି। ଭୋଜିରେ ଯେହେତୁ ରହିବା ପାଇଁ ନିମନ୍ତ୍ରଣ କରାଯାଇଛି, ତେଣୁକରି ସମସ୍ତଙ୍କର କଣ୍ଟ୍ରିବ୍ୟୁସନ ରହିବ 1000 ଟଙ୍କା ଲେଖା ଦବା ପାଇଁ ଏବଂ ଆମେ ମଧ୍ୟ ସହମତି ଦେଇଛୁ ଭୋଜିକି ଯିବା ପାଇଁ। ଆଜି ପାଖାପାଖି 35 ରୁ 40 ଜଣ ୟଙ୍ଗ ବିଧାୟକ ମାନଙ୍କୁ ଡକାଯାଇଛି। ତେବେ ସେଥିରେ ବସି ନିଷ୍ପତ୍ତି କଣ ନିଆଯିବ ସେ ତ ପଛର କଥା। ବର୍ତ୍ତମାନ ଭୋଜି ଆୟୋଜନ କରାଯାଇଛି, 3ଟା ପରେ ଆପଣ ଆଉ ମଧ୍ୟ ବାଇଟ୍ ନେଇପାରିବେ।